ମୁଁ ଗୋଟିଏ ହୋଟେଲ ରୁମ୍ରେ ଥିଲି, 100 ଖଣ୍ଡେ ଅଛନ୍ତି। ସାରୁ ଆସିକିରି ମତେ ମୁଣ୍ଡିଆ ମାରିଲେ, ସେ ଫଟୋଟା ଭାଇରାଲ ହେଇଗଲା। ସେ ଫଟୋ କାହିଁ ଭାଇରାଲ ହେଲା, ମୁଁ ଭାଇନା ଠାରୁ ସମ୍ପର୍କ ଛିଣ୍ଡେଇଲି, ଆଉ ମୋ ଫୋନ ଉଠେଇଲାନି। ଆମେ ଆଶା କରିଥିଲେ ସବୁ କଥାକୁ ପଛକୁ ପେଲି, ସବୁ କଥାକୁ ପଛକୁ ଭୁଲି 19 ତାରିଖରେ ଯୋଗ ଦେବା ପରେ 1 ତାରିଖ ପର୍ଯ୍ୟନ୍ତ କିପରି ଭାବରେ ଏଠି ପଦ୍ମ ଫୁଲ ଦିନ ଜିତିବେ, ପ୍ରଭାତୀ ପରିଡ଼ା ଜିତିବ, ସେଥିପାଇଁ ମୁଁ ଏବଂ ଆମର ଟିମ୍ ସମସ୍ତେ ବଳ କୌଶଳ ପରିଶ୍ରମ କରିବାରେ କୋହ ନାହାନ୍ତି। ଲକ୍ଷ୍ୟ ଥିବ ମନେ ପକେଇବା ପାଇଁ ଚାହୁଁଛି, ନିର୍ବାଚନ ଦିନ 3ଟା ବେଳେ ମୁଁ ଯେତେବେଳେ ବୁଥ ବୁଲିବାକୁ ଯାଇଥିଲି, ଶାଳଚନ୍ଦ୍ରରେ ମଧ୍ୟ ଗୋଟେ ଅଘଟଣା ଘଟିଥିଲା, ଯୋଉଟା ଭାଇରାଲ ଜୋରରେ ହେଇଥିଲା। ଗୋଟେ ପିଲା ମୋ ଉପରେ ବ୍ୟବହାର ଖରାପ କଲା, ମତେ ବ୍ୟବହାର ଖରାପ କରିଥିଲା। କାହିଁକି ତମେ ଏଠି ପଦ୍ମ ଫୁଲ ପାଇଁ ପ୍ରଚାର କରିବାକୁ ଆସିଛ, ତମେ ଆଗରୁ ସଂଖ୍ୟାରେ ଥିଲ। ମନେ ଥିବ ଆପଣମାନଙ୍କର। ଶେଷ ସମୟ ପର୍ଯ୍ୟନ୍ତ 4 ତାରିଖରେ ଗଣତି ହେଲା, ନିର୍ବାଚନରେ ଜିତିଲେ। ମୁଁ ଗୋଟିଏ ହୋଟେଲ ରୁମ୍ରେ ଥିଲି, 100 ଖଣ୍ଡେ ଅଛନ୍ତି। ସାରୁ ଆସିକିରି ମତେ ମୁଣ୍ଡିଆ ମାରିଲେ, ସେ ଫଟୋଟା ଭାଇରାଲ ହେଇଗଲା। 4 ତାରିଖରେ ଗଣତି ସରିଲା, 12 ତାରିଖରେ ସରକାର ହେଲା। ମୁଁ କାହିଁକି କଥା କହୁଛି, ଆପଣମାନଙ୍କ ମନରେ ଟିକେ ଟିକେ ଇଚ୍ଛା ଥିବ କୋଉଠି ଯେ କାହିଁକି ପ୍ରକୃତରେ ଏତେ କଥା ତ ଆମେ କଲୁ, କାହିଁକି ସମ୍ପର୍କ କଟିଲା ପ୍ରକୃତରେ ଭାଇନାଙ୍କ ସହିତ, କଣ ଅସୁବିଧା ହେଲା? କିଛି ତ ଘଟଣା ଘଟିବା ଆପଣମାନେ କେହି ଜାଣିନାହାନ୍ତି। ତାର କାରଣ ହଉଛି 4 ତାରିଖରେ ଗଣତି ହେଲା, ମତେ ମୁଣ୍ଡିଆ ମାରିଲେ, ଫଟୋଟା ଉଠିଲା, ସେ ଫଟୋ ଭାଇରାଲ ହେଲା। 12 ତାରିଖରେ ଉପମୁଖ୍ୟମନ୍ତ୍ରୀ ହେଲେ, ସରକାର ଗଣା ହେଲା। 17 ତାରିଖରେ ସେ ଯାଇଥିଲେ ମୋ ଗାଁକୁ ରଜ ମେଳନ, ସେଠି ସେ ଯାହା କହିଲେ ତାକୁ ଆପଣମାନେ ଭିଡିଓ ମାଧ୍ୟମରେ ଏବେ ଶୁଣିପାରିବେ। ଆମ ସୋସିଆଲ ମିଡିଆର ଯୋଉମାନେ ବନ୍ଧୁ ଅଛନ୍ତି ତାକୁ ଟିକେ ମଝିରେ ଚଲେଇ ଦିଅନ୍ତୁ। 17 ତାରିଖରେ ରଜର ଯୋଉ କାର୍ଯ୍ୟକ୍ରମକୁ, ଏବଂ 20 ତାରିଖ ଦିନ ମୋ ଭାଇକି ଫୋନ କରି ଟିଟାକୁ କହିଲେ, ସେ ଫଟୋ କାହିଁ ଭାଇରାଲ ହେଲା, ମୁଁ ଭାଇନା ଠାରୁ ସମ୍ପର୍କ ଛିଣ୍ଡେଇଲି, ଆଉ ମୋ ଫୋନ ଉଠେଇଲାନି କି ମୋ ମେସେଜ ରିସିଭ କଲାନି। 20 ତାରିଖ ଦିନ ଅର୍ଥ 12 ତାରିଖରେ ସରକାର ହେଲା, 20 ତାରିଖରେ ସମ୍ପର୍କ କଟିଲା। ସମୀର ଦାସ କିଛି ରୋଜଗାର କରିବା ପାଇଁ ରାଜନୀତି କରୁନି, ସମୀର ଦାସର ବ୍ୟକ୍ତିଗତ କିଛି ଲାଭ ନାହିଁ। ସମୀର ଦାସ ଲୋକଙ୍କ ପାଇଁ, ନିମାପଡ଼ା ଲୋକଙ୍କ ପାଇଁ, ବାମନାଳ ପାଇଁ କାର୍ଯ୍ୟ କରେ, ବାମନାଳ ପାଇଁ କାର୍ଯ୍ୟକାରୀ ଆସିଛି। ଏଇ ଯୋଉ ସମ୍ପର୍କ କାଟିଲ, ତାର ଫଳ ଆଜି ବାମନାଳ ପଞ୍ଚାୟତ ନେତୃତ୍ୱଙ୍କ ମୁହଁରୁ ଶୁଣୁଛ। ସବୁ ପଞ୍ଚାୟତରେ ସେଇ ଅବସ୍ଥା। ଅପେକ୍ଷା କର, ପଞ୍ଚାୟତ ନିର୍ବାଚନରେ ନିମାପଡ଼ା ଗ୍ରୁପ ଜନସାଧାରଣ ତମକୁ ଉତ୍ତର ଦେବେ, ତାର ଉତ୍ତର ତମେ ପାଇବ। ଆଜି ବାମନାଳ ପଞ୍ଚାୟତରେ ଯୋଉ ଦାବି ଆପଣମାନେ ଦେଖୁଛନ୍ତି, ସେ ଦାବି ସମଗ୍ର ନିମାପଡ଼ା ଗ୍ରୁପରେ ଗୋଟିଏ ଦାବି। ଆମେ ଭାରତୀୟ ଜନତା ପାର୍ଟିରେ ଅଛୁ ସତ, କିନ୍ତୁ ପ୍ରଭାତୀ ପରିଡ଼ା ପ୍ରାର୍ଥୀକୁ ଆମେ କେବେ ସମର୍ଥନ ଦେବୁ ନାହିଁ। ଆସନ୍ତା ପଞ୍ଚାୟତ 2026-27 ପାଇଁ ବଜେଟ୍ରେ କୃଷି ଓ କୃଷକଙ୍କ ସର୍ବାଙ୍ଗୀନ ବିକାଶକୁ ସର୍ବାଧିକ ପ୍ରାଥମିକତା ଦେଇଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଚାଷୀମାନଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ବ୍ୟାପକ ସହାୟତା ରାଶିର ବ୍ୟବସ୍ଥା ସହ କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ ଓ ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହନ ଦେବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ସମୃଦ୍ଧ କୃଷକ ଯୋଜନା ପାଇଁ 6088 କୋଟି, ପିଏମ୍ କିଷାନ ଯୋଜନାରେ 20,230 କୋଟି, କୃଷି ଯାନ୍ତ୍ରିକୀକରଣ ଏବଂ କୃଷି ଉଦ୍ୟୋଗ ପାଇଁ 841 କୋଟି ଓ ଶ୍ରୀ ଅନ୍ନ ଅଭିଯାନ ପାଇଁ 400 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହି ବଜେଟ୍ ଅଧୀନରେ ପୁଷ୍ଟି ଶସ୍ୟର ଚାଷ ଓ ବ୍ୟବହାରକୁ ବୃଦ୍ଧି କରିବା ସହିତ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରି ଓଡ଼ିଶାର ପ୍ରତିଟି କୃଷକ ପରିବାରକୁ ଏକ ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭବିଷ୍ୟତ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି ଲୋକଙ୍କ ସରକାର।